ଅନେକ ଚେଷ୍ଟା କରୁଥିଲି ସମ୍ପର୍କକୁ ବଞ୍ଚେଇବାକୁ, ଅନେକ ଚେଷ୍ଟା କରୁଥିଲି ଭାଙ୍ଗି ଯାଇଥିବା ସମ୍ପର୍କକୁ ଯୋଡ଼ିବାକୁ, କିନ୍ତୁ ସବୁଥର ପରି ଏଥର ବି ହାର ମାନି ଯାଉଥିଲି। କାହିଁକିନା ଏ ସତ ସମ୍ପର୍କ ଭିତରେ ଖାଲି ମିଛ ଆଉ ଭୁଲ ବୁଝାମଣା ଗୁଡ଼ା ପଶି ଯାଉଥିଲା। ନିଜକୁ ବଡ଼ ବୋଲି ଭାବୁଥିବା ଆଉ ତମର ନିଜର ବୋଲି ଦେଖେଇ ହେବାକୁ ଗୋଟେ ପରେ ଗୋଟେ ମିଛ କହୁଥିବା ମଣିଷ କଥା ଯେତେବେଳେ ସତ ବୋଲି ମାନିନେବ, ସେତେବେଳେ କେଉଁ ସମ୍ପର୍କ ବା ବଞ୍ଚିପାରିବ? ସେଇ ମିଛ ଭିତରେ ଗୋଟେ ସତ କ'ଣ ଥିଲା ଜାଣିଛନ୍ତି? ଆମ ସମ୍ପର୍କଟାକୁ ଭାଙ୍ଗିବା ପାଇଁ ଯେଉଁ ଲୋକଗୁଡ଼ା କହୁଥିବା କଥା ଗୁଡ଼ାକ ସବୁ ମିଛ ଥିଲା। ସେଇଟା ସେଇମାନଙ୍କର ଇର୍ଷା ଥିଲା କି ସମ୍ପର୍କ ଭାଙ୍ଗି ସେ ଲୋକର ନିଜର ହେବାକୁ ଚାହୁଁଥିଲା, ସେଇଟା ତ ଜଣା ନଥିଲା। କିନ୍ତୁ ଏ କଥା ତ ସତ ଥିଲା, ମିଛ ଏମିତି ଏକ ଶବ୍ଦ ସବୁକିଛି ଶେଷ କରିଦେଉଥିଲା। କିଏ ସେଇ ମିଛକୁ ଶୁଣି ସବୁ ସମ୍ପର୍କକୁ ଭାଙ୍ଗିଦିଏ, ତ କିଏ ସେଇ ମିଛ ଶୁଣିବାକୁ ଚାହୁଁନଥିଲେ ବି ତାକୁ ବାରମ୍ବାର ମିଛ କହି କହି ସତକୁ ଅଣନିଶ୍ୱାସୀ କରିଦିଏ। ଶେଷରେ ଦିନେ ଯିଏ ସେଇ ମିଛକୁ ବିଶ୍ୱାସ କରୁନଥିଲା, ସେଇ ମଣିଷଟା ପାଖରେ ଆଜି ସତ ଯେମିତି ଲୁଚି ଯାଇଥିଲା, ଆଉ ସେଇ ମିଛକୁ ଜାବୁଡ଼ି ଧରି ସବୁ ସମ୍ପର୍କକୁ ଭାଙ୍ଗି ବି ଦେଇଥିଲା। ଆପଣ ଭାବୁଥିବେ କ'ଣ ଆଜି ଖାଲି ସତ ଆଉ ମିଛ ବିଷୟରେ କହି ଚାଲିଛି? ସେମିତି ଏକ ମିଛ କଥାରେ ଆଜି ସମ୍ପର୍କ ଭାଙ୍ଗି ଯାଇଥିବା ସତ ସମ୍ପର୍କକୁ ନେଇ ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ମିଛ ଆଉ ସବୁ ମିଛ। ଏ ଦୁନିଆଟା ଯଦି ମିଛରେ ଚାଲିଛି, ତାହେଲେ ତ ସବୁ ସମ୍ପର୍କ ମିଛ। ସେଥିପାଇଁ ତ କୁହାଯାଏ, ମିଛ ମାୟା ଭିତରେ ଯିଏ ପଶିଛି, ସେ କେବେ ଆଉ ସତ ପାଖକୁ ଫେରି ପାରିନି। ଏ କାହାଣୀ ହେଉଛି ଗୁଲୁର। ଗୁଲୁ ଆଉ ରାହୁଲ ଭିତରେ ସମ୍ପର୍କ ନିବିଡ଼ ଥିଲା। ଗୋଟେ ଅଫିସରେ କାମ ବି କରୁଥିଲେ। ଆଗରୁ କେହି କାହାକୁ ଜାଣିନଥିଲେ ବି ସମ୍ପର୍କର ଡୋରରେ ବାନ୍ଧି ହୋଇଯାଇଥିଲେ। ସେ ସମ୍ପର୍କ କ'ଣ ଥିଲା ସେମାନଙ୍କୁ ବି ଜଣାନଥିଲା। ବନ୍ଧୁତା ଭଳି ନିବିଡ଼ ଥିଲା, ପ୍ରେମ ଭଳି ପବିତ୍ର ବି ଥିଲା। ହେଲେ ସେ ସମ୍ପର୍କର ନାଁ କିଛି ନଥିଲା। ବାସ୍ ସମ୍ପର୍କର ନୂଆ ଏକ ସୂତାଖିଅରେ ବନ୍ଧା ହୋଇଯାଇଥିଲେ। ନା ପ୍ରେମ ନିବେଦନ କରିଥିଲେ, ନା ବନ୍ଧୁ ଭଳି ଥିଲେ। ହେଲେ ସମ୍ପର୍କ ଏତେ ଘନିଷ୍ଠ ଦେଖି କିଛି ଲୋକ ତ ସହିପାରିନଥିଲେ। ଖାସ୍ କରି ରାହୁଲର କିଛି ସମ୍ପର୍କୀୟ ଶେଷରେ ଗୁଲୁ ପାଖରୁ ଦୂରେଇ ଦେବାକୁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର। ସେଥିପାଇଁ ସେ ରାହୁଲ କି ରାହୁଲର ସମ୍ପର୍କୀୟ ପାଖରେ କିଛି କହିପାରିନଥିଲେ। ଗୁଲୁକୁ ବି କହିବାକୁ ସାହସ ନଥିଲା। ପହଞ୍ଚି ଯାଇଥିଲେ ଗୁଲୁ ଘର ପରିବାର ଲୋକ ପାଖରେ। ଅନେକ ମିଛ କହିଥିଲେ ଗୁଲୁର ବାପା ମା ପାଖରେ। ପ୍ରଥମେ ସେମାନଙ୍କ କଥାକୁ ବିଶ୍ୱାସ କରୁନଥିବା ଗୁଲୁର ବାପା ମା ଶେଷରେ ମାନିବାକୁ ବାଧ୍ୟ ହୋଇଥିଲେ। କାରଣ ଏହି ଦୁଇ ଜଣଙ୍କୁ ଅଲଗା କରିବାକୁ ସବୁ ସୀମା ଟପି ଯାଇଥିଲେ ଖଳନାୟକମାନେ। ଏତେ ମିଛ କହି ଚାଲିଥିଲେ ଯେ ଶେଷରେ ଗୁଲୁର ପରିବାର ଲୋକେ ଗୁଲୁକୁ ଚାକିରି ଛାଡ଼ି ଘରକୁ ସବୁଦିନ ଯିବାକୁ ବାଧ୍ୟ କଲେ। ହେଲେ ଗୁଲୁ କାରଣ କ'ଣ ସେ ଜାଣିପାରୁନଥିଲା। ଗୁଲୁ ଯେତେବେଳେ ଘରେ ପହଞ୍ଚିଥିଲା, ତାକୁ ଆଉ ଅଫିସକୁ ଛାଡ଼ି ନଥିଲେ। ସେଦିନ ଗୁଲୁ ବହୁତ କାନ୍ଦିଥିଲା। ସବୁବେଳେ ହସ ଖୁସିରେ ରହୁଥିବା ପିଲାଟା ଆଖିରେ ଖାଲି ଲୁହ ଥିଲା। ହେଲେ ତାର ଭୁଲ କେଉଁଠି ଥିଲା ସେ ଜାଣିପାରିନଥିଲା। ରାହୁଲଠୁ ଦୂରରେ ରହିଲେ ବି ତା ସହିତ ଫୋନରେ କଥା ହେଉଥିଲା, ମେସେଜ ବି କରୁଥିଲା। ହେଲେ କିଛି ଦିନ ପରେ ହଠାତ୍ ସବୁଥିରୁ ବ୍ଲକ୍ କରିଦେଇଥିଲା। ରାହୁଲ ଦେଖିଲା ଗୁଲୁ ତାକୁ ସବୁଥିରୁ ବ୍ଲକ୍ କରିଦେଇଛି। ସେ ଜାଣିବାକୁ ଚେଷ୍ଟା କଲା କାରଣ କ'ଣ ହେଇଥାଇପାରେ। ଧୀରେ ଧୀରେ ରାହୁଲ ସବୁ ସତ ଜାଣିଗଲା। ଯେଉଁମାନେ ତା ପାଖରେ ଭଲେଇ ହୁଅନ୍ତି, ଯିଏ ନିଜର ବୋଲି ଦେଖେଇ ହୁଅନ୍ତି, ସେଇମାନେ ହିଁ ଏ ଚକ୍ରାନ୍ତର ମୁଖ୍ୟ ଖେଳାଳି ଥିଲେ। ଆଉ ସେଇମାନେ ତାକୁ ବ୍ଲକ୍ କରିବାକୁ ବାଧ୍ୟ କରିଥିଲେ। ଶେଷରେ ମିଛ ଆଉ ଈର୍ଷା ପାଇଁ ଗୋଟେ ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା। ଗୋଟେ ସମ୍ପର୍କ ତିଆରି କରିବାକୁ କେତେ ସମୟ ଲାଗେ, ଗୋଟେ ସମ୍ପର୍କ ତିଆରି କରିବାକୁ କେତେ କଷ୍ଟ ହୋଇଥାଏ, ଗୋଟେ ସମ୍ପର୍କରେ ଯୋଡ଼ି ହେବାକୁ କେତେ ଦିନ ଲାଗିଥାଏ। ହେଲେ ଭାଙ୍ଗିବା ପାଇଁ ବିଲକୁଲ ବି ସମୟ ଲାଗିନଥାଏ। ବାସ୍ ମୋବାଇଲ ଭିତରକୁ ଯାଅ ଆଉ ସବୁଥିରୁ ବ୍ଲକ୍ କରିଦିଅ, ସମ୍ପର୍କ ଶେଷ ହେଇଗଲା। ସେବେଠୁ ଗୁଲୁ କେଉଁଠି ଅଛି, କେମିତି ଅଛି ଜାଣିବାକୁ ତ ବହୁତ ଇଚ୍ଛା ହୁଏ। ହେଲେ ରାହୁଲ ଜାଣିବାକୁ କେବେ ଚେଷ୍ଟା କରେନି। ଯୋଗାଯୋଗ କରିବାକୁ ଅନେକ ଇଚ୍ଛା ଥିଲେ ବି କେବେ ଯୋଗାଯୋଗ କରିବାକୁ ଚେଷ୍ଟା କରିନି। କାହିଁକି ନା ହୁଏତ ତା ଗୁଲୁ ତାଠାରୁ ଦୂରେଇ ଗଲା ପରେ ତାକୁ ଭୁଲିଯାଇ ବେଶ ଖୁସିରେ ଥିବ। ଯଦି ସେ ଖୁସିରେ ଥିବ, ତାକୁ କାହିଁକି ପୁଣି ଥରେ ଦୁଃଖ ଦେବ? ଏକଥା ସତ ଯେ ଗୁଲୁ ବି ରାହୁଲକୁ ଭୁଲି ନଥିବ, କିନ୍ତୁ ଦୂରେଇ ଗଲା ପରେ ସେତିକି ତ ମନେ ରଖିନଥିବ। ହେଲେ ଦର୍ଶକ ବନ୍ଧୁ, ନିଜ ଈର୍ଷାକୁ ସହି ନପାରି ରାହୁଲ ପାଖରେ ଭଲେଇ ହେବାକୁ ବାରମ୍ବାର ମିଛ କହି ଗୋଟେ ସତ ସମ୍ପର୍କକୁ ଭାଙ୍ଗିଦେବା କେତେ ଦୂର ଠିକ୍ ଥିଲା? ଅବଶ୍ୟ ରାହୁଲ ସେ ସବୁ ସତ ଜାଣିଲା ପରେ ସେ ଖଳ ଲୋକମାନଙ୍କଠାରୁ ଦୂରତା ମେଣ୍ଟେନ୍ କରୁଛି। କିନ୍ତୁ ଯେଉଁମାନେ ଏମିତି କରିଛନ୍ତି ସେମାନେ ପ୍ରାୟଶ୍ଚିତ କରିବା ଦରକାର, ନିଜର ଭୁଲ ସ୍ୱୀକାର ବି କରିବା ଦରକାର, ଆଉ ସବୁ ସତ ପଦାକୁ ଆଣିବା ଦରକାର। ଜାଣିଛି ଗୁଲୁ ଆଉ ରାହୁଲର ସେ
ସେ ପୁରୁଣା ସମ୍ପର୍କ ପୁଣି ଥରେ ପୂର୍ବ ଭଳି କେବେ ହିଁ ଫେରିବନି। କିନ୍ତୁ ଦୂରତା କମି ପୁଣି ଥରେ ସମ୍ପର୍କ ଯୋଡ଼ି ହେବା ଦରକାର। ଏବେ ବି ରାହୁଲ ତା ଗୁଲୁକୁ ଅପେକ୍ଷା କରିଛି କେବେ ପୁଣି ଥରେ ତା ପାଖକୁ ଆସିବ। ଅଫିସରେ ସେ ପାଖ ଚେୟାରରେ ବସିବ, ଅନେକ ହସ ଖୁସି କରିବ, ଅଫିସ ପିକନିକରେ ସାମିଲ ବି ହେବ। ହେଲେ ସେସବୁ ସ୍ୱପ୍ନ ଭଳି ଲାଗୁଥିଲେ ବି ସେଇ ଖଳ ଲୋକମାନେ ଚାହିଁଲେ ସମ୍ଭବ ହୋଇପାରେ। ସେଇଟା କଷ୍ଟକର କଥା, କିନ୍ତୁ ପୁଣି ଥରେ ଗୋଟେ ସମ୍ପର୍କ ଯୋଡ଼ିବାରେ ଭଗବାନ ସନ୍ତୁଷ୍ଟ ହେବେ। ନହେଲେ ଉପରେ ଯିଏ ଦେଖୁଛି ସେ ଦିନେ ନା ଦିନେ ସବୁ ହିସାବ କରିବା ଆଜ୍ଞା। ଆପଣ କ'ଣ ଭାବୁଛନ୍ତି? ସେଇ ସମ୍ପର୍କକୁ ପୁଣି ଥରେ ଯୋଡ଼ିବାରେ ସେଇ ଖଳ ଲୋକମାନେ ଆଗକୁ ଆସିବା ଦରକାର କି ନାହିଁ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।